ମୁଁ କଥା କହିପାରେନି କି ଶୁଣିପାରେନି। ମୁଁ ଜଣେ ମୂକ ବଧିର। ମୁଁ କିଛି ଜାଣିପାରୁନଥିଲି। ସେ କବିର ମୋତେ ଗୁହାଳ ଘରକୁ ଟାଣି ଟାଣି ନେଇ ମୋର କ'ଣ କରିଦେଲା। ଧୀରେ ଧୀରେ ମୋ ପେଟ ବଢ଼ିବାକୁ ଲାଗିଲା ଆଉ ବାନ୍ତି ବି ହେଲା। ମୋତେ ଡାକ୍ତରଖାନା ନେଲେ ଆଉ କୁଆଡ଼େ ମୁଁ 7 ମାସର ଗର୍ଭବତୀ ହେଇଯାଇଛି। ମୋ ପେଟରେ ସେ କବିରର ଛୁଆ ବଢ଼ୁଛି। ମୁଁ ଏବେ କ'ଣ କରିବି କିଛି ଜାଣିପାରୁନାହିଁ। ମୋ ମାଆକୁ ଠାରି ଠାରି ସବୁ କହିଲି। ସେ କବିର ମୋ ସହିତ ଏମିତି କରିଛି ବୋଲି ତାପରେ ଥାନାରେ ପହଞ୍ଚି ଜଣେଇଲୁ। ହେଲେ ଥାନାବାଲା କବିର ପାଖକୁ ଗଲାବେଳକୁ ସେ ଘରେ ତାଲା ପକାଇ କୁଆଡ଼େ ପଳେଇ ଯାଇଥିଲା। ଦର୍ଶକ ବନ୍ଧୁ, ଏମିତି ଏକ ଲଜ୍ଜାଜନକ ଘଟଣା କେଉଁ ଅପହଞ୍ଚ ଇଲାକାରେ ନୁହେଁ, ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶି ବ୍ଲକ କେନ୍ଦ୍ରାପଡ଼ା ସଦର ଥାନା ଅଧୀନରେ ଘଟିଛି। କବିର ନାମକ ଯୁବକ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଗୁହାଳ ଘରକୁ ନେଇ ଦୁଷ୍କର୍ମ କରିଥିଲା। କିଛି ଦିନ ପରେ ଯୁବତୀର ପେଟ ବଢ଼ିବା ଦେଖି ମା ପଚାରିବାରୁ ଠାରରେ ଠାରରେ ସବୁ କହିଦେଇଥିଲା। ପରିବାର ଲୋକେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କବିର ଘରକୁ ଯାଇଥିଲା, କିନ୍ତୁ ସେତେବେଳକୁ କବିର ଘର ତାଲା ପକାଇ କୁଆଡ଼େ ଫେରାର ହୋଇଯାଇଥିଲା। ସେ ନା ହେଉଛି କନକ ମଳି, ବୟସ ତାକୁ 30 ବର୍ଷ। ଆଉ ଇଏ ଜବରଦସ୍ତି କ'ଣ କରିଛି। ଆଉ ସେ ତ ବାହାରକୁ ଯାଇଥିଲା, ହୁଣ୍ଡା ମୁଣ୍ଡା ଲୋକ, ତାର ବାହାରକୁ ଯାଇଥିଲା। ସେ କୋଉଠୁ ବସିଥିଲା, ସେ ମାଙ୍କଡ଼ ବାଗିଆ ବସିକି ଝିଅକୁ ଆସିକି ମାଡ଼ି ବସିକି ତାକୁ ନେଇକି ଟାଣିକିରି ସେ ଗୁହାଳ ଘରେ ଇଏ ଦୁଷ୍କର୍ମ କରିଛି। ସେ କବିର ମିସ୍ତ୍ରୀ। ସିଏ ତା ଘର ହେଉଛି ନୟାଗଡ଼। ଆଉ ସିଏ ଆମ ଘରକୁ କାହିଁ ଆସିଥିଲା ଏତେ ରାତିରେ? ତାର କ'ଣ ଦରକାର ଥିଲା? ଆମ ରାତିରେ ତ ଆସିବା କ'ଣ କାରଣ ଥିଲା? ଆମର 16 ବର୍ଷର ଝିଅ ଆମର ବାହାରକୁ ଯାଇଛି। ତୁ କାହିଁ ଇଏ ଦୁଷ୍କର୍ମ କାହିଁ କରିକି ଯାଇଛୁ? ଇଏ ହେଲାଣି 7 ମାସ ପୁରିକି 8 ମାସକୁ ହେଲାଣି। ସେ ମୋ ଯାଆର ବୋଉଟି କହିଲା ଏମିତି ଇଏ ଜିନିଷ 7 ମାସ 8 ମାସ ଆଉ କି ବର୍ଷେ ଏମିତି ରହିଯାଏ ଫୁଟିଲା। ହଁ କେମିତି ଜାଣିଲେ? ସେ ଝିଅ କହିଲା ଆମେ ମୋର ଏମିତି ହଉନି, ଅମ କରୁନି ଧମ କରୁନି। ସେଇ ଟାଇମ୍ରେ ଝିଅର ତାର ସେ ଜିନିଷଟା ହେଇଥିଲା। ଯଦି ହେଇଥିଲା ବଲା କୁଲା ଝିଅଟା, ସିଏ ତାପରେ ଇଏ ଦୁଷ୍କର୍ମ କରିଛି ମାନେ ରହିବନି ପିଲା। ସେମାନେ କହୁଛନ୍ତି ଏଇଥର କ'ଣ ଅମକ ଧମକ। ମୁଁ ଥାନାକୁ ଗଲି ଏଇ ପ୍ରକାର କଥା କହୁଥିଲି ମୋତେ। ସଦର ଥାନାରେ କ'ଣ କହିଲେ ପୋଲିସ? ପୋଲିସ କହିଲା ଯେ ଯାଅ ତମେ ସବୁ ରିପୋର୍ଟ ଫିପୋର୍ଟ ଆଣେ। ଆଉ ଯେଉଁ ସାର୍ କହିଥିଲି ସେ ସାର୍ ରିପୋର୍ଟ ଫିପୋର୍ଟ ଭଲ ମନ୍ଦ ସବୁ ଆଉ ତାଙ୍କ କତିକି ଆଜି ଯାଇନି। ସେ ଯେଉଁ ବର୍ତ୍ତମାନ ନ୍ୟାୟ କ'ଣ ଚାହୁଁଛନ୍ତି? ନ୍ୟାୟ କ'ଣ? ନ୍ୟାୟ ତ ଝିଅର ସବୁ ଇଜ୍ଜତ ମତ ଗଲା। ଆଉ ଯାହା ଆପଣ କରିବେ ଯାହା କରିବେ। ଆଉ ମୋର କ'ଣ ବଳ ଆଉ ଅଛି? ହଁ କବିର ଉପରେ ମୋର ଝିଅଟାକୁ କେମିତି ସାରା ଜୀବନ ପାଇଁ ସେ ରହିବ କି ଭଲ ମନ୍ଦ କରିବ? ତାକୁ ପୁଣି ତମେ ଆଣିବ ଏଇଠି ନ୍ୟାୟ ଦେଖେଇବ, ମୋତେ କହିବ କି ମୁଁ କ'ଣ ତାକୁ କହିଦେଇଥିଲି ନା? ମୁଁ ତା ଟଙ୍କା ପଇସା ସେ କହୁଛି ମିଛରେ କହୁଛି ମୁଁ ଟଙ୍କା ଦେଇଥିଲା। ଏଗୁଡ଼ା ସବୁ ନ୍ୟାୟ? ନ୍ୟାୟ କ'ଣ ଏଇଆ ଡାକିଲା? ମୁଁ ତାକୁ କହୁଛି ଯେ କାରାଦଣ୍ଡ ତାକୁ ଚିରଦିନ ପାଇଁ ଥାଉ। ଏମିତି ବୁଢ଼ାଟା ହେଲୁଣୁ ଦାଦି ହିସାବ ହବୁ ତୁ। ତୋ ଝିଅଟାକୁ ତୋ ବୋଉଟାକୁ କ'ଣ ତୁ ଦୁଷ୍କର୍ମ ନ କରିଥିବୁ? ନାଇଁ ତାକୁ ଶୁଭେ ନା ପାଟି ଫିଟେ ନା। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।